ମୁଁ ସ୍ୱପ୍ନାରାଣୀ ପାଣିଗ୍ରାହୀ। ମୋର ଅଭିଯୋଗ ହେଲା ମୁଁ 2015ରେ ଯେତେବେଳେ ମନ୍ତ୍ରୀ ଥିଲେ ଆମର ଗୋପାଳପୁର ବିଧାୟକ ବର୍ତ୍ତମାନ ପ୍ରଦୀପ ପାଣିଗ୍ରାହୀ ମୋର ତାଙ୍କ ସହିତ ଦେଖା ହେଇଥିଲା, ପରିଚୟ ହେଇଥିଲା। ଏଇଥିପାଇଁ ପରିଚୟ ହେଇଥିଲା ଯେ ମୋର ଝିଅର ଚାକିରି କରେଇଦେବେ ବୋଲି ମତେ ସେ କହିଥିଲେ। ଆଉ ମୁଁ ତାଙ୍କ ପାଖକୁ ଯାଇଥିଲି, ସେ ପଇସା ବି ମାଗିଥିଲେ, ମୋ ବାପାଙ୍କଠୁ ପଇସା ମାଗିକି ମୁଁ ନେଇକି ଦେଇଥିଲି। ଦେଲା ପରେ ମୁଁ ବାରମ୍ବାର ଦୌଡ଼ିବାକୁ ପଡିଲା। ମତେ ସେ କହିଲେ ଆଜି ଆସ, କାଲି ଆସ, ମାସେ ପରେ ଆସ, 2 ମାସ ପରେ ଆସ, ଏମିତି ବହୁତ ଥର ଦୌଡ଼ିଲା ପରେ ମୁଁ ଦିନ ବିରକ୍ତ ହେଇକି ପଚାରିଲି ଯେ ଆପଣ ମୋର ଚାକିରି ମୋ ଝିଅର କରେଇବେ, ଯଦି କରାନ୍ତୁ, ନାହିଁ ଯଦି ମୋ ପଇସା ଫେରେଇ ଦିଅନ୍ତୁ, ମୋ ବାପାଙ୍କୁ ଫେରେଇବି। ଏତିକି ବେଳକୁ ମତେ ସେ କହିଲେ କି ଗୋଟେ କାମ କର, ତମେ ଗୋଟେ କେସ୍ ଟେ ଯଦି ଦେଇପାରିବ ତାହେଲେ ମୁଁ ତମ ଚାକିରି ବି ମାଗଣା କରେଇଦେବି, ଆଉ ତମ ପିଲାମାନେ କେତେ ଅଛନ୍ତି ତମେ ପିଲା ନେଇକି ଆସିକି କରେଇଦେବି। ବୋଲି କଣ ନା ତମେ ବିଧାୟକ ରମେଶ ଚାନ୍ନାଙ୍କ ଉପରେ ଗୋଟେ କେସ୍ ଦେଇପାରିବ କି? କହିଲେ ନାଇଁ ସାର୍ ମୁଁ ସେଇଟା କରିପାରିବିନି। ନା କରିପାରିବନି ଯଦି ତମର କିଛି ହେଇପାରିବନି, ନିହାତି ଦରକାର ଗୋଟେ ତୁମେ କେସ୍ ଦବା ପାଇଁ। ଏତିକି କହିଲା ପରେ ସିଏ ମତେ ବହୁତ ପ୍ରେସର ପକେଇଲେ, ବହୁତ ହଇରାଣ କଲେ, ଘରକୁ ପିଲା ପଠେଇଲେ, କରେଣ୍ଟ କଟେଇଦେଲେ, ମୋର ପାଣି ଲାଇନ କଟେଇଦେଲେ, ଘରକୁ ଦୁନିଆ ପିଲା ଆସିକି ଦୁନିଆ ପ୍ରକାର ଧମକ ଦେଲେ ମତେ। ମୁଁ ବାଧ୍ୟ ହେଇକି କେସ୍ ଦେବାକୁ ବାଧ୍ୟ ହେଲି। ବାଧ୍ୟ ହେଲା ପରେ ପୁଣି ତାଙ୍କ ପାଖକୁ ଗଲି ଯେତେବେଳେ ସେ କହିଲେ ହଉ ଠିକ ଅଛି, ତମର ଆଉ କିଏ କିଏ ପିଲା ଅଛନ୍ତି ସେମାନଙ୍କର ପଇସା ମାଗିକି ଆଣ। ଆଉ ଭୁବନେଶ୍ୱରରେ କଳ୍ପନା ଛକରେ ମୋର ଗୋଟେ ଲୋକ ଅଛନ୍ତି ରାଧାକାନ୍ତ ମହାନ୍ତି, ତାଙ୍କୁ ନେଇକି ତମେ ପଇସା ଦିଅ। ମୁଁ ବିଭିନ୍ନ ପୋଷ୍ଟ ପାଇଁ, ଏଏସଓ ପୋଷ୍ଟ ପାଇଁ, ଆମର ସଏଲ କନଭର୍ସନ ପାଇଁ, ଛତ୍ରପୁର ଆଇଆଇଟି ପୋଷ୍ଟ ପାଇଁ, ଗୋପାଳପୁର ପୋଷ୍ଟ ପାଇଁ, ସବୁ ପୋଷ୍ଟ ପାଇଁ ବୋଲି କହିକି ମୁଁ ପାଖାପାଖି 10ଟା ପିଲାଙ୍କର 13 ଲକ୍ଷ ଟଙ୍କା ନେଇକି ସେଇ ରାଧାକାନ୍ତ ମହାନ୍ତି ଦେଲି। ସିଏ ତାଙ୍କୁ ବାଇ ହ୍ୟାଣ୍ଡ ଦେଲେ କି କେସ୍ ଦେଲେ କି ଚେକ୍ ଦେଲେ, କେମିତି ଦେଲେ ମୁଁ ଜାଣିନି, କିନ୍ତୁ ମୁଁ ଯୋଉ ପିଲାମାନଙ୍କର ପଇସା ନେଇକି ଦେଇଛି ସବୁ ପିଲାମାନଙ୍କୁ ମୋ ସାଙ୍ଗରେ ନେଇକି ଭୁବନେଶ୍ୱର ଯାଇକି ମୁଁ ଦେଇଛି। ବର୍ତ୍ତମାନ ସେ ପିଲାମାନେ ଆସିକି ମୋ ଘରେ ଧମକ ଚମକ ଦଉଛନ୍ତି, କହୁଛନ୍ତି ଆମେ ଜାଣିନୁ, ତମେ ଆମକୁ ପଇସା ଦିଅ। ହେଲେ ବର୍ତ୍ତମାନ ମୁଁ ଚାହୁଁଛି, ମୁଁ ପଚାରିବାକୁ ଚାହୁଁଛି ଯେ ମତେ ପଇସା ପୁଣି ଦବ କିଏ? ଯଦି ପ୍ରଦୀପ ପାଣିଗ୍ରାହୀ ଜେଲକୁ ପଳେଇଗଲେ, ସେ ଲୋକ ମୋର ଫୋନ ରିସିଭ୍ କରୁନାହାନ୍ତି, ଦୁନିଆ ପିଲା ଆସିକି ମୋ ଘରେ ଧମକ ଦଉଛନ୍ତି, ତାହେଲେ ମତେ ସୁରକ୍ଷା ଦେବେ କିଏ? ମୁଁ ଚାହୁଁଛି ମୋ ପିଲାମାନଙ୍କୁ ଯୋଉ ପଇସା ଆଣିଛି ସେ ପିଲାମାନଙ୍କୁ ଫେରସ୍ତ ପାଇବେ। ଇଏ ପ୍ରଦୀପ ପାଣିଗ୍ରାହୀ କହିଥିଲେ, ମୁଁ ତାଙ୍କୁ ଚିହ୍ନି ନଥିଲି ନା। ମତେ ପ୍ରଦୀପ ପାଣିଗ୍ରାହୀ କହିଲେ ରାଧାକାନ୍ତ ମହାନ୍ତିଙ୍କର ଫୋନ ନମ୍ବର ନିଅ, ଆଉ ସେ କଳ୍ପନା ଛକରେ ତାଙ୍କର ଅଫିସ ଅଛି, ତମେ ସେ ଅଫିସକୁ ଯାଅ। ରାଧାକାନ୍ତ ମହାନ୍ତି ସେଠି ସେ ଗୋଟେ ଅଫିସ କରିକି ଆଙ୍କ ନେତୃତ୍ୱରେ କାମ କରୁଛନ୍ତି, ଆଙ୍କର ବସି ପ୍ରଦୀପ ପାଣିଗ୍ରାହୀ ଟାଟା କମ୍ପାନୀରେ କରିବା ପାଇଁ 80,000 ଲେଖା ନେଇଛନ୍ତି। ଏସବୁ ପୋଷ୍ଟ ପାଇଁ 3 ଲକ୍ଷ ପ୍ରଥମେ ଦିଅ, ପରେ ତମେ ଆଉ 14 ଲକ୍ଷ ଦବ କହିଥିଲେ। ମୋର ନିଜ ମାଉସୀ ଜଣେ ଦେଇଛନ୍ତି ମତେ 3 ଲକ୍ଷ ଟଙ୍କା, ଆଉ ଏସବୁ ପୋଷ୍ଟ ସେକ୍ରେଟାରୀ ଅଫିସରେ ହେଲା ପରେ ଆଉ 14 ଲକ୍ଷ ଟଙ୍କା। ଜଣେ ମୋହନାର 2ଟା ପିଲା ଅଛନ୍ତି, ଭଞ୍ଜନଗର 2ଟା ପିଲା ଅଛନ୍ତି, ହଁ ଚନ୍ଦ୍ରଗିରିର 4ଟା ପିଲା ଅଛନ୍ତି, ବ୍ରହ୍ମପୁରର 2 ଜଣ ଅଛନ୍ତି, ଏମିତି କି ପାଖାପାଖି 7-8 ଜଣ କି ସବୁ ଗୁଡାକ ପୁଅ, ସମସ୍ତେ ପୁଅ। ତ ବର୍ତ୍ତମାନ ଯଦି ଆମେ କଥା କହିବା ତାହେଲେ ଆପଣ କଣ ଚାହୁଁଛନ୍ତି ବର୍ତ୍ତମାନ? ନାଇଁ ମୁଁ ବର୍ତ୍ତମାନ ଚାହୁଁଛି ମୋର ପିଲାମାନେ ଯୋଉମାନେ ମତେ ଆସିକି ଧମକ ଦଉଛନ୍ତି ସେମାନେ ତାଙ୍କ ପଇସା ଫେରସ୍ତ ପାଇବେ। ସେଇଟା ପ୍ରଦୀପ ପାଣିଗ୍ରାହୀଙ୍କ ଲୋକ ପଇସା ଫେରାଇବାର ଅଛି। ବର୍ତ୍ତମାନ ସେମାନେ ମତେ ଓଲଟା ନାଲି ଆଖି ଦେଖଉଛନ୍ତି, ମତେ କହୁଛନ୍ତି କଣଟା କରିପାରିବ ତମେ, ଆମର କିଛି କରିପାରିବନି। କେମିତି କିଛି କରିପାରିବିନି ମୁଁ? ନାଇଁ ମୁଁ କିଛି ଜଣେଇନି, ମୁଁ ଜଣେଇନି, କାରଣ ମତେ ସିଏ ଓଲଟା ଧମକ ଦେଲେ ଯେ ଯେତେବେଳେ ମୁଁ କହିଲି ପ୍ରଶାସନକୁ କହିବି ନା ତୋ ପାଖରେ କଣ ପ୍ରୁଫ୍ ଅଛି ଯେ ତୁ ଆମକୁ କଣଟା କରିଦେଲେ ପ୍ରଶାସନ ଆମର କଣ କରିବ? ହଁ ପିଲାମାନେ ଯେତିକି ପିଲା ମୋ ସହିତ ଯାଇଥିଲେ ସେମାନେ ସମସ୍ତେ ଆସିକି କହିବେ ଯେ ଆମେ ଯାଇଥିଲୁ ଦିଦିଙ୍କ ସହିତ, ଆମେ ସେ ଲୋକଙ୍କୁ ପଇସା ଦେଇଛୁ, ସମସ୍ତେ ଜାଣିଛନ୍ତି। ଯୋଉ ଟାଇମରେ ପ୍ରଦୀପ ପାଣିଗ୍ରାହୀ ଆପଣଙ୍କୁ କହିଥିଲେ ରମେଶ ଜେନା ନାଁରେ କେସ୍ ଦେବା ପାଇଁ, ସେ ସମୟରେ ଆପଣଙ୍କୁ ଭୟ ଲାଗିଲାନି ରମେଶ ଜେନା ଉପରେ? ହଁ ନିଶ୍ଚିତ ଭାବରେ ଭୟ ଲାଗିଲା, ବହୁତ ଭୟ ଲାଗିଲା, କିନ୍ତୁ ମୋ ଝିଅର ଚାକିରିଟା ଯେହେତୁ ହେଇଯିବ, ବରଂ ଆହୁରି ମତେ ସୁରକ୍ଷା ଦେବେ ବୋଲି କହିଲେ, ମତେ ବି ଚାକିରି ଦେବି କହିଥିଲେ, ସେଥିପାଇଁ ମୁଁ ଦେଇଥିଲି। ସେ ଟାଇମରେ ଆପଣଙ୍କୁ ଧମକ ଆଇନି ରମେଶ ଜେନା ତରଫରୁ? ନା।